ସବୁ ବାହାର ଦେଶକୁ ଯିବା ଆସିବା କରନ୍ତି, ବାଣିଜ୍ୟ କରିବା କାରବାର କରନ୍ତି, ସେତେବେଳେ ସେମାନେ ନୌକାରେ ଘର କରିକି ସାରି ଭିତରେ ସେମାନେ ଖାଇବା ରୋଷେଇ କରିବା ସବୁ କିଛି ବ୍ୟବସ୍ଥା ଥାଏ। ତ ସେଥିପାଇଁ ଏଇଟା ହେଲା ନୌକାର ଘର। ଏଇଟା କୋଉ ଘର? ନୌକା ଘର। ଏଇଟା ସବୁ କିଛି ସେଥିରେ ତାପରେ ଖାଇବାର ଶୋଇବାର ସବୁ କିଛି ସୁବିଧା ଭିତରେ ଥାଏ। ସେଥିପାଇଁ ଏଇଟା କୋଉ ଘର? ନୌକାର ଘର। ଯୋଉମାନେ ବାହାରକୁ ଯିବା ଆସିବା କରନ୍ତି ନୌକାର ଘର ବାହାର ଦେଶକୁ ଯାଆନ୍ତି। ତଳୁ ବୁଲିବା ବସିବନି ପଡ଼ିଯିବ। ଆଉ ସବୁ ଏଇଠି ଛିଡ଼ା ହୁଅ। ଏଇଟା କୋଉ ଘର? ତମ୍ବୁ ଘର। ଏଇଟା କୋଉ ଘର? ତମ୍ବୁ ଘର। ରାନୀ ଯାଉନୁ ସେଠି ଯା ଯା। ଏଇଟା କୋଉ ଘର? ତମ୍ବୁ ଘର। ଏଇଟା କୋଉ ଘର? ତମ୍ବୁ ଘର। ଯେତେବେଳେ ବନ୍ୟା ବାତ୍ୟା ହୁଏ ଘର ପରି ଭାଙ୍ଗିଯାଏ ଲୋକ ସେତେବେଳେ କଣ କରନ୍ତି? ତମ୍ବୁ ଟାଣିକି ତା ଭିତରେ ବସବାସ କରନ୍ତି। କଣ କରନ୍ତି? ତା ଭିତରେ ଲୋକମାନେ ରହନ୍ତି। ହେଲା? ଏଇଟା କୋଉ ଘର? ଭୂଇଁ ଉପର ଘର। ଭୂଇଁ ଉପରେ ମାନେ ଏଇଟା ଯେମିତି ଭୂଇଁ ଉପରେ ହେଇଛି। ହଁ, ଭୂଇଁ ଉପର ଘର। ହଁ, ଭୂଇଁ ଉପର ଘର। ଏଇଟା କେତେ ଘର? ପଥର ଘର। ଏବେ ଇଟା ହେଲାଣି, ଆଗରୁ ଇଟାର ସୁବିଧା ନଥିଲା। ଆଗରୁ ଲୋକମାନେ କଣ କରୁଥିଲେ? ପଥରରେ ଘର ତିଆରି କରୁଥିଲେ। କୋଉଥିରେ କରୁଥିଲେ? ପଥରରେ କରୁଥିଲେ। ପଥରରେ ମନ୍ଦିର ତିଆରି ହୁଏ। ହଁ, ପଥରରେ ତିଆରି ଘର। ଏଇଟା କଣ? ଦୁଇ ମହଲା ଘର। ଏଇଟା କଣ? ଦୁଇ ମହଲା ଘର। ଘର ଉପରେ ଘର। ଏଇଟା କଣ? ଦୁଇ ମହଲା ଅନା ମାମୁନା ଦୁଇ ମହଲା ଘର। ଏଇଟା କୋଉ ଘର? ସାଇ ସାଇ ଏପଟେ ଆସ, ଏଠିକି ଆସ। ଯା ରାନୀ ଯା। ଏଇ ଡାକୁ ତୋର ଏଠିକି ଆସ, ଏଠିକି ଆସ। ଆସ, ଆସ, ସମସ୍ତେ ଆସ। ମାମା ଯା। କୋଉ ଘର? ଦୁଇ ମହଲା ଘର। ଏଇଟା କୋଉ ଘର? ହଁ, ଏଇ ତ